ଗ୍ରାଫ୍ କାଗଜର ପ୍ରତ୍ୟେକ ଛୋଟ ଘର ଗୋଟିଏ ଗୋଟିଏ ବର୍ଗକ୍ଷେତ୍ର ଯାହାର ବାହୁର ଦୈର୍ଘ୍ୟ ଏକ ଏକକ ହେଲେ ଚତୁର୍ଭୁଜ ABCDର କ୍ଷେତ୍ରଫଳ ନିର୍ଣ୍ଣୟ କର। ଦେଖ ଏହି ଗ୍ରାଫ୍ କାଗଜରେ এই ଛୋଟ ଘର ଗୁଡ଼ିକର ବାହୁର ଦୈର୍ଘ୍ୟ ଏକ ଏକକ ଦେଇଛି। ଏବେ ABCD ଏହି ଚତୁର୍ଭୁଜର କ୍ଷେତ୍ରଫଳ ଆମେ କିପରି ନିର୍ଣ୍ଣୟ କରିବା? ଚତୁର୍ଭୁଜର କ୍ଷେତ୍ରଫଳ ନିର୍ଣ୍ଣୟ କରିବା ଲାଗି ମୁଁ ଯଦି ଏ ଚତୁର୍ଭୁଜକୁ ତ୍ରିଭୁଜ ଏବଂ ଆୟତ କ୍ଷେତ୍ରରେ ପରିଣତ କରିଦେବି ତେବେ ମୁଁ ଏହାର କ୍ଷେତ୍ରଫଳ ନିର୍ଣ୍ଣୟ କରିପାରିବି। କିପରି ପରିଣତ କରୁଛି ଦେଖ। ପ୍ରଥମେ B ବିନ୍ଦୁରୁ ଗୋଟେ ଆନୁଭୂମିକ ରେଖା ଅଙ୍କନ କରୁଛି। ଏହି ରେଖା କାଗଜର ଆନୁଭୂମିକ ରେଖା ଏବଂ ଉଲମ୍ବ ରେଖା ପରସ୍ପର ପ୍ରତି ଲମ୍ବ। ତେଣୁ ଦେଖ ଏଠି ମୁଁ ଗୋଟେ ଉଲମ୍ବ ରେଖା ଅଙ୍କନ କରିଲି। ତେଣୁ ଏ କୋଣ ଏବେ 90 ডিগ্ରୀ। ଦେଖ ଏବେ ଯେଉଁ ଛୋଟ ତ୍ରିଭୁଜଟି ପାଇଲେ ଏ ତ୍ରିଭୁଜଟି ଗୋଟେ ସମକୋଣୀ ତ୍ରିଭୁଜ। ସେପରି ଏବେ ମୁଁ D ବିନ୍ଦୁରୁ ଗୋଟେ ଆନୁଭୂମିକ ରେଖା ବାମ ଦିଗରେ ଅଙ୍କନ କରିଲି। ସେପରି ଏ ବିନ୍ଦୁରୁ ଗୋଟେ ଉଲମ୍ବ ରେଖା ଅଙ୍କନ କରିଲି। ଦେଖ ଏଠି ଆମେ ଚାରୋଟି ତ୍ରିଭୁଜ ପାଇଲେ ଏବଂ ଗୋଟେ ଆୟତକ୍ଷେତ୍ର ପାଇଲେ। ତେଣୁ ABCD ଚତୁର୍ଭୁଜର କ୍ଷେତ୍ରଫଳ ଆମେ ପାଇପାରିବା AGB ତ୍ରିଭୁଜର କ୍ଷେତ୍ରଫଳ ଯୁକ୍ତ BHC ତ୍ରିଭୁଜର କ୍ଷେତ୍ରଫଳ ଯୁକ୍ତ CFD ତ୍ରିଭୁଜର କ୍ଷେତ୍ରଫଳ ଯୁକ୍ତ AED ତ୍ରିଭୁଜର କ୍ଷେତ୍ରଫଳ ଏବଂ ଏ ଚାରୋଟି ତ୍ରିଭୁଜର କ୍ଷେତ୍ରଫଳ ସହ ଆମକୁ ମିଶାଇବାକୁ ପଡ଼ିବ ଏ ଆୟତକ୍ଷେତ୍ରର କ୍ଷେତ୍ରଫଳ ବି। ଏବେ ଏହି ତ୍ରିଭୁଜର କ୍ଷେତ୍ରଫଳ କିପରି ନିର୍ଣ୍ଣୟ କରିବା? AGB ତ୍ରିଭୁଜରେ ଦେଖ ଆମେ ଯଦି BG କୁ ଭୂମି ନେବା AG ହେବ ଉଚ୍ଚତା। ସେପରି AG କୁ ଭୂମି ନେଲେ BG ହେବ ଉଚ୍ଚତା। ବୁଝିପାରୁଛ? ଏବଂ ତ୍ରିଭୁଜର କ୍ଷେତ୍ରଫଳ ସୂତ୍ର ଆମେ ଜାଣିଛେ 1/2 ଗୁଣନ ଭୂମି ଗୁଣନ ଉଚ୍ଚତା। ତେଣୁ ଲେଖିବି 1/2 ଗୁଣନ AG ର ଦୈର୍ଘ୍ୟ ଦେଖ 1 2 3 4 5 5 ଏକକ ହେବ କାରଣ ଏ ଛୋଟ ଘରର ବାହୁ ଗୁଡ଼ିକର ଦୈର୍ଘ୍ୟ 1 ଏକକ। ତେଣୁ AG ର ଦୈର୍ଘ୍ୟ 5 ଏକକ BG ର ଦୈର୍ଘ୍ୟ 1 ଏକକ। ତେଣୁ 5 ଗୁଣନ 1 ଯୁକ୍ତ BHC ତ୍ରିଭୁଜରେ ସେପରି BH ଏବଂ HC ପରସ୍ପର ପ୍ରତି ଲମ୍ବ। ତେଣୁ BH ର ଦୈର୍ଘ୍ୟ ହେବ 1 2 3 4 5 HC ର ଦୈର୍ଘ୍ୟ ହେବ 1। ତେଣୁ 1/2 ଗୁଣନ 5 ଗୁଣନ 1। ସେପରି CFD ତ୍ରିଭୁଜରେ ଦେଖ CF ଏବଂ FD ପରସ୍ପର ପ୍ରତି ଲମ୍ବ। ତେଣୁ 1/2 ଗୁଣନ FD ହେବ 2 ଏକକ। ତେଣୁ 2 ଗୁଣନ FC ହେବ 4 ଏକକ। 1 2 3 4 ଯୁକ୍ତ ଏବେ AED ତ୍ରିଭୁଜର କ୍ଷେତ୍ରଫଳ ପାଇଁ ED କୁ ମୁଁ ନେବି ଭୂମି AE କୁ ନେବି ଉଚ୍ଚତା। ତେଣୁ 1/2 ଗୁଣନ ଭୂମି 1 2 3 4 5 6 6 ଏକକ 6 ଗୁଣନ ଉଚ୍ଚତା 2 ଏକକ 1 2 ଯୁକ୍ତ EFHG ଏହି ଆୟତକ୍ଷେତ୍ରର କ୍ଷେତ୍ରଫଳ। ଏହି ଆୟତକ୍ଷେତ୍ରର କ୍ଷେତ୍ରଫଳ ପାଇଁ ଆମକୁ ଏହି ଆୟତକ୍ଷେତ୍ରର ଦୈର୍ଘ୍ୟ ଏବଂ ପ୍ରସ୍ଥ ଜାଣିବାକୁ ହେବ। ତେଣୁ ଦୈର୍ଘ୍ୟ ହେବ 1 2 3 4 4 ଏକକ ଗୁଣନ ପ୍ରସ୍ଥ ହେବ 1 2 3। ତେଣୁ 4 ଗୁଣନ 3। ଏବେ ଦେଖ ଏ 2 2 କଟିଯିବ ଏ 2 ବି 2 ସହ କଟିଯିବ। ଏବେ ରହିବ କ'ଣ ଦେଖ ପ୍ରଥମେ 1/2 ଗୁଣନ 5 ଗୁଣନ 1। ତେଣୁ ଏହା ହେବ 5/2 ଯୁକ୍ତ ଏବେ 1/2 ଗୁଣନ 5 ଗୁଣନ 1 ଏହା ବି ହେବ 5/2 ଯୁକ୍ତ 2 2 କଟିଗଲା ତେଣୁ ରହିବ 4 ଯୁକ୍ତ 2 2 କଟିଯାଇଛି ତେଣୁ ରହିବ 6 କାରଣ 6ରେ 1 ଗୁଣିଲେ 6 ଯୁକ୍ତ 4ରେ 3 ଗୁଣିଲେ 12। ଏବେ 5/2 ଦେଖ 2ଟି ଅଛି ତେଣୁ ମୁଁ ଲେଖିବି 2 ଗୁଣନ 5/2 ଯୁକ୍ତ ଏବଂ ଦେଖ ଏ 2 2 କଟିଯିବ ଏବଂ 4ରେ 6 ମିଶିଲେ 10 10ରେ 12 ମିଶିଲେ 22 2 2 କଟିଗଲା ତେଣୁ ରହିବ 5 ତେଣୁ 5 ଯୁକ୍ତ 22 22ରେ 5 ମିଶିଲେ 27 27 ବର୍ଗ ଏକକ। ଏହି ଚତୁର୍ଭୁଜର କ୍ଷେତ୍ରଫଳ ହେବ 27 ବର୍ଗ ଏକକ।